ଶ୍ରୀକୃଷ୍ଣ କୁହନ୍ତି, ଧୈର୍ଯ୍ୟ ରଖ, ସବୁ କିଛି ଠିକ୍ ହୋଇଯିବ। ଏହା କେବଳ ଏକ ଉକ୍ତି ନୁହେଁ, ଏହା ଏକ ବିଶ୍ୱାସ ଯାହା ଝଡ଼ରେ ମଧ୍ୟ ଦୀପର ଶିଖା ପରି ଝଲସି ଉଠେ। ଯେତେବେଳେ ତୁମେ ଚାରିପାଖରେ ଅବ୍ୟବସ୍ଥା ଦେଖିବ, ଯେତେବେଳେ ତୁମେ ଭାଙ୍ଗି ଯାଇଥିବା ସ୍ୱପ୍ନର ଶବ୍ଦକୁ ଶୁଣିବ ଏବଂ ଯେତେବେଳେ ତୁମର ନିଜ ଲୋକମାନେ ମଧ୍ୟ ତୁମର ପରାଜୟ ଉପରେ ନୀରବ ରହିଯିବେ, ସେତେବେଳେ ମଧ୍ୟ ତୁମର ଗୋଟିଏ କଥା ରହିବା ଉଚିତ, ତାହା ହେଉଛି ଧୈର୍ଯ୍ୟ। ଧୈର୍ଯ୍ୟ ହେଉଛି ଏପରି ଶକ୍ତି ଯାହା ତୁରନ୍ତ କ୍ଷତକୁ ଶୁଖାଇ ଦିଏ ନାହିଁ, ବରଂ ତୁମକୁ ଏତେ ଶକ୍ତିଶାଳୀ କରିଦେଇଥାଏ ଯେ କ୍ଷତଗୁଡ଼ିକ ମଧ୍ୟ ତୁମକୁ ଯନ୍ତ୍ରଣା ଦେବା ପାଇଁ ଅନୁତାପ କରନ୍ତି। ତୁମେ ଜାଣିଛ କି ବ୍ରହ୍ମାଣ୍ଡର ସବୁଠାରୁ ସୁନ୍ଦର ଜିନିଷ ହଠାତ୍ ଘଟିନଥାଏ। ନା ସୂର୍ଯ୍ୟ ତୁରନ୍ତ ଉଦିତ ହୁଅନ୍ତି, ନା ଫୁଲ ତୁରନ୍ତ ଫୁଟିଥାଏ, ନା ଜଣେ ବ୍ୟକ୍ତି ତୁରନ୍ତ ସଫଳତା ପାଇଥାଏ। ସବୁକିଛି ଭିତରେ ଏକ ଅପେକ୍ଷା ଲୁଚି ରହିଛି, ଏକ ନୀରବତା ଅଛି, ଏକ ସାଧନା ଅଛି ଏବଂ ସେହି ସାଧନାକୁ ଆତ୍ମସଂଯମ କୁହାଯାଏ। ଲୋକମାନେ କହିବେ, ଛାଡ଼ିଦିଅ, କିଛି ବଦଳି ପାରିବ ନାହିଁ। ସମୟ କହିବ, ମୁଁ ତୁମକୁ ବିତାଡ଼ିତ କରିଦେବି। ପରିସ୍ଥିତି କହିବ, ଯଥେଷ୍ଟ ହୋଇଗଲା। ଏବଂ ଏହି ସମୟରେ ତୁମେ କ'ଣ କରିବା ଉଚିତ? ତାପରେ ତୁମେ ହସି ହସି କହିବା ଉଚିତ ଯେ ମୁଁ ଦେଖୁଛି, କିନ୍ତୁ ମୁଁ ଅଟକି ନାହିଁ, ମୁଁ ଭାଙ୍ଗି ପଡ଼ୁନାହିଁ, ବରଂ ନିଜକୁ ପୁନଃଗଠନ କରୁଛି। କାରଣ ଯଦି ଆଜି ରାତି ଅନ୍ଧାର, ତେବେ ମନେ ରଖନ୍ତୁ ଯେ ଅନ୍ଧାର ସମୟ ପରେ ସୂର୍ଯ୍ୟ ସବୁଠାରୁ ନିକଟତର ହୋଇଥାଏ। ଶ୍ରୀହରି ସେହି ପ୍ରଭୁ ଶ୍ରୀକୃଷ୍ଣ କୁହନ୍ତି ଯେ ଯଦି ପଥ କଷ୍ଟକର ହୁଏ, ତେବେ ସମ୍ଭବତଃ ସେହି ପଥ ଗନ୍ତବ୍ୟ ସ୍ଥଳକୁ ନେଇଯାଇଥାଏ। ଆଉ ଯଦି ସମସ୍ତେ ଆପଣଙ୍କୁ ଛାଡ଼ି ଦିଅନ୍ତି, ତେବେ ହୁଏତ ଏକାକୀକତା ଆପଣଙ୍କର ମାର୍ଗଦର୍ଶନ ହୋଇଯିବ। ପ୍ରତ୍ୟେକ ସଫଳତାର ମୂଳଦୁଆ କୌଣସି ବଡ଼ ଡେରିରେ ନୁହେଁ, ବରଂ ଛୋଟ ଛୋଟ ଅପେକ୍ଷାର ଗଭୀରତାରେ ସ୍ଥାପିତ ହୋଇଥାଏ। ଆପଣ ଆଜି ଯାହାକୁ ଡେରି ବୋଲି ଭାବୁଛନ୍ତି, ତାହା ହୁଏତ ବ୍ରହ୍ମାଣ୍ଡର ସବୁଠାରୁ ସଠିକ୍ ଘଣ୍ଟା। ଆଜି ମାଟି ଭିତରେ ଲୁଚି ରହିଥିବା ବିହନ କାଲି ଏକ ବିରାଟ ଗଛରେ ପରିଣତ ହେବ ଏବଂ ଆପଣଙ୍କୁ ଛାଇ ଯୋଗାଇ ଦେବ। ସଂଯମତା ଏକ ନୀରବ ଭାବନା ନୁହେଁ, ବରଂ ଏକ ଆନ୍ତରିକ ଶକ୍ତି ଯାହା ଆପଣଙ୍କର ଭଙ୍ଗା ଜିନିଷଗୁଡ଼ିକୁ ପୁଣି ଏକାଠି କରିଦେଇଥାଏ। ଶ୍ରୀହରି କୁହନ୍ତି, ଜୀବନରେ ଯାହା ପ୍ରକୃତରେ ମୂଲ୍ୟବାନ ଅଟେ, ତାହା ପାଇଁ ସମୟ ଲାଗିଥାଏ। ଅଣ୍ଡା ଭିତରୁ ଫୁଟିଲେ ହିଁ ଛୁଆ ଜନ୍ମ ହୋଇଥାଏ। ଯଦି କେହି ବାହାରୁ ଏହାକୁ ଭାଙ୍ଗିଦିଏ, ତେବେ ଜୀବନ ସେଠାରେ ଶେଷ ହୋଇଯାଇଥାଏ। ସଂଯମ ହେଉଛି ସେହି ପ୍ରକ୍ରିୟାର ନାମ ଯାହା ଜୀବନ ଯେଉଁଠାରୁ ନିଜକୁ ଜନ୍ମ ଦିଏ ଏବଂ ସେହିଠାରୁ ଆରମ୍ଭ ହୁଏ। ପ୍ରତ୍ୟେକ ବିଫଳତା ପଛରେ ଏକ ଅଭିଜ୍ଞତା ଥାଏ ଏବଂ ପ୍ରତ୍ୟେକ ଅଭିଜ୍ଞତା ପଛରେ ଏକ ସମ୍ଭାବନା ଥାଏ। କିନ୍ତୁ ସେହି ସମ୍ଭାବନା କେବଳ ଯିଏ ଅଟକିଯାଏ ଏବଂ ଯିଏ ଦେଖେ ତାକୁ ଦେଖାଯାଏ। ଯିଏ ଦୌଡ଼ି ପଳାଏ ତାକୁ କେବେ ବି ନୁହେଁ। ଆପଣ ଜାଣନ୍ତି କି ଯେଉଁ ବ୍ୟକ୍ତି ଅପେକ୍ଷା କରିବା ଜାଣେ, ତାର ଇଚ୍ଛା ନିଜେ ସମୟ ହୋଇ ତା ଜୀବନର ଦ୍ୱାରରେ ଠକ୍ ଠକ୍ କରେ। ଆପଣ କେତେଥର ଅସଫଳତା ପାଆନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି ଆପଣଙ୍କର ଅନ୍ତର ଆତ୍ମା ଏବେ ବି କୁହେ ମୁଁ ପାରିବି, ତେବେ ଦୁନିଆର କୌଣସି ପ୍ରତିବନ୍ଧକ ଆପଣଙ୍କୁ ଅଟକାଇ ପାରିବ ନାହିଁ। ଆପଣ ବିକ୍ଷିପ୍ତ ହୋଇପାରନ୍ତି, ଆପଣ କ୍ଳାନ୍ତ ହୋଇପାରନ୍ତି, କିନ୍ତୁ ଯଦି ଆପଣ ଅଟକିବେ ନାହିଁ, ତେବେ ଗୋଟିଏ ଦିନ ଦୁନିଆ ଆପଣଙ୍କ ପାଇଁ
ଯେଉଁ ସମସ୍ତ ସୀମା ସ୍ଥିର କରିଥିଲା ତାହା ଅତିକ୍ରମ କରିବ। ପ୍ରଭୁ ଶ୍ରୀକୃଷ୍ଣ କୁହନ୍ତି, ଯେତେବେଳେ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ଏକାଠି ହୁଏ, ଜଣେ ବ୍ୟକ୍ତି ନିଜର ଭାଗ୍ୟ ପୁଣି ଲେଖିପାରିବ। ଅଭିଜ୍ଞତାର ଲୁହରେ ତିଆରି କାଳିରେ ଏବଂ ସଂଘର୍ଷରେ ପରିପୂର୍ଣ୍ଣ ପୃଷ୍ଠାରେ ନିଜର କାହାଣୀ ଲେଖିବ। ପ୍ରତ୍ୟେକ ଆହ୍ୱାନ ଏକ ପଥ ଯାହା କେବଳ ଧୈର୍ଯ୍ୟର ଚାବି ସହିତ ଖୋଲିଥାଏ। କେତେବେଳେ ପ୍ରକୃତି ଆପଣଙ୍କୁ ଧରି ରଖେ ଯେ ସେ ଆପଣଙ୍କୁ କିଛି ବଡ଼ ଜିନିଷ ଦେଇପାରିବ, କିନ୍ତୁ ଆପଣ ଏହାକୁ ପରୀକ୍ଷା ଭାବରେ ଗ୍ରହଣ କରନ୍ତି। ପ୍ରକୃତରେ ପରୀକ୍ଷାର ଅନ୍ୟ ନାମ ହେଉଛି ଧୈର୍ଯ୍ୟ। ମହାନ କାର୍ଯ୍ୟଗୁଡ଼ିକ ଗୋଟିଏ ଦିନରେ ସୃଷ୍ଟି ହୁଏ ନାହିଁ। ସେମାନେ ସେହି ରାତିରୁ ଜନ୍ମ ନେଇଛନ୍ତି ଯେଉଁଠାରେ ସମସ୍ତ ଆଶା ନିବାରଣ ହୋଇଥିବା ପରି ମନେ ହୁଏ, କିନ୍ତୁ ଭିତରେ କେଉଁଠି ନା କେଉଁଠି ଏକ ଛୋଟ ଶିଖା ଏବେ ବି ଜଳୁଥାଏ। ସତ୍ୟ ଏହା ଯେ ଯିଏ ଆଗକୁ ବଢ଼େ ତାର ସ୍ୱପ୍ନର ଉଚ୍ଚତାର କୌଣସି ସୀମା ନଥାଏ। ଯେପରି କୁମ୍ଭାର ପ୍ରତ୍ୟେକ ଆଘାତରେ ମାଟିକୁ ଆକାର ଦେଇଥାଏ, ସେହିପରି ଜୀବନର ପ୍ରତ୍ୟେକ ଝୁଣ୍ଟିବା ଭିତରେ କିଛି ନା କିଛି ବାର୍ତ୍ତା ଲୁଚି ରହିଥାଏ। ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ସଂଯମତା କେବଳ ସମୟ ବିତାଇବା ପାଇଁ ନୁହେଁ, ଏହା ଆତ୍ମାକୁ ସଜ୍ଜିତ କରିବାର ଏକ ପ୍ରକ୍ରିୟା। ଯେତେବେଳେ ଆପଣ ଭୟଭୀତ ହେବେ ନାହିଁ, ଅଟକିବେ ନାହିଁ, ପଡ଼ିଯିବେ ନାହିଁ, ସେତେବେଳେ ଆପଣ ନିଜକୁ ପ୍ରକୃତ ଅବସ୍ଥାରେ ଦେଖିପାରିବେ। ଏପରି ଏକ ଆତ୍ମା ଯିଏ ପରିସ୍ଥିତି ଆଗରେ ମୁଣ୍ଡ ନୁଆଇ ନଥିଲା କିମ୍ବା ସମୟ ସହିତ ଭାଙ୍ଗି ନଥିଲା। କଠିନ ପରିଶ୍ରମ ଏକ ମନ୍ତ୍ର ଯାହା ପ୍ରତ୍ୟେକ ବନ୍ଦ ଦ୍ୱାର ଖୋଲିଦିଏ, ପ୍ରତ୍ୟେକ ଅଜଣା ପଥକୁ ପରିଚୟ ଦିଏ ଏବଂ ପ୍ରତ୍ୟେକ ହଜିଯାଇଥିବା ଆତ୍ମାକୁ ତାର ରାସ୍ତାରେ ଫେରାଇ ଆଣେ। ଯଦି ଏଥିରେ ଆତ୍ମସଂଯମ ନଥାଏ, ତେବେ ପ୍ରତ୍ୟେକ କଠିନ ଅସମ୍ପୂର୍ଣ୍ଣ। ପ୍ରତ୍ୟେକ ନୂଆ ଦିନ ଏକ ନୂତନ ସମ୍ଭାବନା। ହାର ମାନିବା ନାହିଁ, କ୍ଳାନ୍ତ ହେବା ନାହିଁ, ବରଂ ପୁଣି ଚେଷ୍ଟା କରିବା। ଧୈର୍ଯ୍ୟ ଏବଂ ସହନଶୀଳତା କେବେ ବି ଦୁର୍ବଳତା ନୁହେଁ, ଏହା ସେହି ଶକ୍ତି ଯାହା ଆପଣଙ୍କୁ ଆପଣଙ୍କ ଭିତରେ ଗଭୀରକୁ ନେଇଯାଏ, ଯେଉଁଠାରେ ଆପଣ ଆପଣଙ୍କର ପ୍ରକୃତ ସ୍ୱର ଶୁଣିପାରିବେ। ସତ୍ୟର ଜ୍ୱାଳା କେବେ ଲିଭିଯାଏ ନାହିଁ, ଏହା ଅନ୍ଧାରରେ ମଧ୍ୟ ଆଲୋକିତ କରିଥାଏ। ସମୟ ଦିଅନ୍ତୁ, ଏହା ଆପଣଙ୍କ ପଥକୁ ଆଲୋକିତ କରିବ। ଜୀବନ ଏକ ଦୌଡ଼ ନୁହେଁ, ଏହା ଏକ ଯାତ୍ରା ଏବଂ ଏହି ଯାତ୍ରାରେ କେବଳ ସେହିମାନେ ଆଗକୁ ବଢ଼ିଥାନ୍ତି ଯେଉଁମାନେ ଅଟକିବା ପରେ ମଧ୍ୟ ଆଗକୁ ବଢ଼ିବାକୁ ଜାଣନ୍ତି। ଯେଉଁ ମାଟିରେ ବିଶ୍ୱାସର ବର୍ଷା ହୋଇଥାଏ, ଯେଉଁଠାରେ ଆଶାର ସୂର୍ଯ୍ୟ କିରଣ ଫୁଟି ଉଠେ, ସେହି ମାଟିରେ ନିଜ ଚିନ୍ତାଧାରା ବୁଣନ୍ତୁ। କାରଣ ଯେପରି ଏକ ବିହନରେ ଗଛର ଶକ୍ତି ଥାଏ, ସେହିପରି ଆପଣଙ୍କ ଧୈର୍ଯ୍ୟରେ ଆପଣଙ୍କ ସମଗ୍ର ଭବିଷ୍ୟତର ଗଠନ ଲୁଚି ରହିଛି। ଆପଣଙ୍କର ଭାଗ୍ୟ କେଉଁଠି ବାହାରେ ନାହିଁ, ଏହା ଆଜି ଆପଣ ନେଉଥିବା ନିଷ୍ପତ୍ତିର ରୂପ ନେଇଥାଏ। ଭଗବାନ ଶ୍ରୀକୃଷ୍ଣ କହନ୍ତି ଯେ ସଫଳତା ତାଙ୍କ ପାଇଁ ଦାସୀ ପରି ଠିଆ ହୋଇଥାଏ, ଯିଏ କଠିନ ପରିଶ୍ରମକୁ ଭୟ କରନ୍ତି ନାହିଁ ଏବଂ ଯାହାଙ୍କ ଭିତରେ ଧୈର୍ଯ୍ୟର ଧାରା ପ୍ରବାହିତ ହୋଇଥାଏ। କିନ୍ତୁ ଏହି ବିଜୟ କ୍ଷଣିକ ପ୍ରୟାସ ଦ୍ୱାରା ପ୍ରାପ୍ତ ହୋଇନଥାଏ। ଏହା ଆତ୍ମା, ଚିନ୍ତାଧାରା ଏବଂ ଭାବନାର ଏକ ଦୀର୍ଘ ପରୀକ୍ଷା। ଅପେକ୍ଷା କରୁଥିବା ବ୍ୟକ୍ତି ଧୈର୍ଯ୍ୟବାନ। ଅପେକ୍ଷା କରିବାର ଅର୍ଥ ହେଉଛି ଆପଣ ଯେଉଁଠାରେ ଅଛନ୍ତି ସେଠାରେ ରହିବେ ଏବଂ ପ୍ରତ୍ୟେକ ପରିସ୍ଥିତିର କିଛି ଗୁପ୍ତ ଅର୍ଥ ରହିଛି ଯାହା ସମୟ ସହିତ ପ୍ରକାଶିତ ହେବ ବୋଲି
ଗ୍ରହଣ କରିବେ। ଯୁଦ୍ଧ କ୍ଷେତ୍ରରେ ଶହୀଦ ହେବା ପାଇଁ ପ୍ରସ୍ତୁତ ଥିବା ଅନେକ ଲୋକ ଥିବେ, କିନ୍ତୁ ଧୈର୍ଯ୍ୟର ସହିତ ଯନ୍ତ୍ରଣା ସହ୍ୟ କରିବାର ସାହସ ବହୁତ କମ୍ ଥିବେ। ନୀରବରେ ଯନ୍ତ୍ରଣା ସହ୍ୟ କରିବା ହିଁ ପ୍ରକୃତ ସାହସ। ଧୈର୍ଯ୍ୟର ଅର୍ଥ କେବଳ ସହ୍ୟ କରିବା ନୁହେଁ, ବରଂ ଏହା ମଧ୍ୟ ବୁଝିବା ଉଚିତ ଯେ ଖରାପ ସମୟ ଆପଣଙ୍କୁ ଶିଖାଇବା ପାଇଁ ଏକ ଶିକ୍ଷା ମଧ୍ୟ ନେଇ ଆସେ ଏବଂ ସେହି ଶିକ୍ଷା ଜୀବନର ସବୁଠାରୁ ମୂଲ୍ୟବାନ ଅଭିଜ୍ଞତା ହୋଇପାରେ। ଯଦି ଏହି ଦୁନିଆରେ କେବଳ ଖୁସି ଥାନ୍ତା, ତେବେ ଆମେ କେବେ ସାହସୀ କିମ୍ବା ଧୈର୍ଯ୍ୟବାନ ହୋଇନଥାନ୍ତା। ପ୍ରତ୍ୟେକ ବିଫଳତାରେ ଏକ ବାର୍ତ୍ତା ଲୁଚି ରହିଥାଏ, ଏକ ଅଭିଜ୍ଞତା ଯାହା ଭବିଷ୍ୟତରେ କିଛି ଉଜ୍ଜ୍ୱଳ ମୁହୂର୍ତ୍ତକୁ ନେଇଯିବ। କିନ୍ତୁ ସେହି ମୁହୂର୍ତ୍ତକୁ ଦେଖିବା ପାଇଁ ଆମକୁ ସମୟ ସହିତ ଆଗକୁ ବଢ଼ିବାକୁ ପଡ଼ିବ। ଧୈର୍ଯ୍ୟ କେବଳ ଏକ ସଦ୍ଗୁଣ ନୁହେଁ, ଏହା ଜୀବନର ଏକ ଉପାୟ। ଏହା ଏକ ଏପରି ସବାରି ଯାହା କେବେ ବି ଏହାର ଆରୋହୀକୁ ପଡ଼ିବାକୁ ଦେଇନଥାଏ। ଧୈର୍ଯ୍ୟ ରଖିବା ଦ୍ୱାରା ସମ୍ପୂର୍ଣ୍ଣ ହାରିଯାଇଥିବା ଖେଳକୁ ମଧ୍ୟ ଓଲଟାଇ ଦିଆଯାଇପାରିବ। ଏବଂ ମନେ ରଖନ୍ତୁ, ବିଜୟର ଆରମ୍ଭ କ'ଣ, ତାହା ଶେଷ ପର୍ଯ୍ୟନ୍ତ ସବୁଠାରୁ ବଡ଼ ପରୀକ୍ଷା ମଧ୍ୟ। ଆରମ୍ଭରେ ଯେତେ ସତର୍କତା ଏବଂ ଶାନ୍ତତା ଆବଶ୍ୟକ, ଶେଷରେ ମଧ୍ୟ ସମାନ ପରିମାଣର ସତର୍କତା ଏବଂ ଶାନ୍ତତା ଆବଶ୍ୟକ। କେତେବେଳେ ଆହୁରି ଅଧିକ, କିନ୍ତୁ ଧୈର୍ଯ୍ୟର ମଧ୍ୟ ଏକ ସୀମା ଅଛି। ଯେତେବେଳେ କିଛି ସହ୍ୟ ସୀମା ବାହାରକୁ ଚାଲିଯାଏ, ସେତେବେଳେ ନୀରବତା କାପୁରୁଷତାରେ ପରିଣତ ହୁଏ। ଧୈର୍ଯ୍ୟବାନ ହେବା ଏକ ଦୁର୍ବଳତା ନୁହେଁ, ଏହା ଶକ୍ତିର ଗଭୀରତମ ପରିଭାଷା। କିନ୍ତୁ ଯଦି କେହି ଆପଣଙ୍କର ଧୈର୍ଯ୍ୟକୁ ବାରମ୍ବାର ପରୀକ୍ଷା କରୁଛି, ତେବେ ମନେ ରଖନ୍ତୁ, ସହନଶୀଳତାକୁ ଆପଣଙ୍କର ଅଭ୍ୟାସ କରନ୍ତୁ ନାହିଁ। ଯେତେବେଳେ ପରିସ୍ଥିତି ଆପଣଙ୍କୁ ଭାଙ୍ଗି ପକାଉଛି, ମନେ ରଖନ୍ତୁ ଯେ ପରମେଶ୍ୱର ଆପଣଙ୍କର ସମସ୍ତ ଉତ୍ଥାନ ପତନକୁ କେତେ ଧୈର୍ଯ୍ୟର ସହିତ ସହ୍ୟ କରିଛନ୍ତି। ସେ ଆପଣଙ୍କର ଭୁଲ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି, ଆପଣଙ୍କର ଭଙ୍ଗା ଆଶାରେ ମଧ୍ୟ ଆଶା ପାଇଛନ୍ତି। ଆମେ କ'ଣ ସେହି ଈଶ୍ୱରଙ୍କ ଠାରୁ ଟିକିଏ ଧୈର୍ଯ୍ୟ ଶିଖିପାରିବା ନାହିଁ? ପ୍ରତ୍ୟେକ ଝଡ଼ ପରେ ଏକ ନୀରବତା ଥାଏ ଏବଂ ପ୍ରତ୍ୟେକ ନୀରବତା ପରେ ଏକ ନୂତନ ସକାଳ ଥାଏ। ଯେତେବେଳେ ଭଲ ସମୟ ସ୍ଥାୟୀ ହୁଏ ନାହିଁ, ସେତେବେଳେ ଖରାପ ସମୟ ମଧ୍ୟ ସ୍ଥାୟୀ ହୁଏ ନାହିଁ। ଧୈର୍ଯ୍ୟ ରଖନ୍ତୁ, କାରଣ ସମୟର ଚକ ପ୍ରତିଦିନ ଏକ ନୂତନ ମୋଡ଼ ନିଏ। ଯେପରି ଲୁହାକୁ ଗରମ କରି ଶକ୍ତିଶାଳୀ କରାଯାଇଥାଏ, ସେହିପରି ଜୀବନର ଉତ୍ତାପ ସହ୍ୟ କରି ଆତ୍ମାକୁ ପରିଷ୍କାର କରାଯାଏ। ଏବଂ ଏହି ପ୍ରାୟଶ୍ଚିତ୍ତରେ ଧୈର୍ଯ୍ୟ ହେଉଛି ଏପରି ଉପକରଣ ଯାହା ଆପଣଙ୍କୁ ଭାଙ୍ଗିବାକୁ ଦେଇନଥାଏ। ଆଜି ଯାହା ଅସମ୍ପୂର୍ଣ୍ଣ, ତାହା କାଲି ସମ୍ପୂର୍ଣ୍ଣ ହେବ। ଆପଣଙ୍କୁ କେବଳ ଏବେ ଅଟକିବାକୁ ପଡ଼ିବ ଏବଂ ପ୍ରତ୍ୟେକ ମୁହୂର୍ତ୍ତକୁ ବୁଝିବାକୁ ପଡ଼ିବ। ସେହି ବୁଝାମଣାରେ ସମୟ ନିଜର ଯାଦୁ ସୃଷ୍ଟି କରିବ। ଶ୍ରୀକୃଷ୍ଣ ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି, ଯେଉଁ ବ୍ୟକ୍ତିର ଧୈର୍ଯ୍ୟ ନାହିଁ, ସେ ପ୍ରକୃତରେ ସବୁଠାରୁ ଗରିବ ବ୍ୟକ୍ତି। କାରଣ ଧୈର୍ଯ୍ୟ ହେଉଛି ଏପରି ସମ୍ପତ୍ତି ଯାହା କେବଳ ଆମ ଆତ୍ମାକୁ ସମୃଦ୍ଧ କରେ ନାହିଁ, ବରଂ ଆମ ସମଗ୍ର ଜୀବନର ଦିଗ ମଧ୍ୟ ନିର୍ଣ୍ଣୟ କରିଥାଏ। ଯେଉଁଦିନ ଆପଣ ଧୈର୍ଯ୍ୟ ହରାଇଦେବେ, ସେହିଦିନ ଆପଣ ନିଜଠାରୁ ଦୂରେଇ ଯିବେ। ଯିଏ ଅସୁବିଧାର ସମ୍ମୁଖୀନ ହୋଇ ମଧ୍ୟ ହସିପାରେ, ସେ ପ୍ରକୃତ ଶକ୍ତିଶାଳୀ ବ୍ୟକ୍ତି। ଦୁନିଆ ଧୈର୍ଯ୍ୟ ପରୀକ୍ଷା କରେ, ଶକ୍ତି ନୁହେଁ।
ଯେଉଁ ବ୍ୟକ୍ତି ଜଳୁଥିବା ସୂର୍ଯ୍ୟକୁ ଦେଖିବା ପରେ ମଧ୍ୟ ନିଜ ଛାଇ ଛାଡ଼ି ନଥାଏ, ସେ ପ୍ରକୃତରେ ସ୍ଥିର ବ୍ୟକ୍ତି। ଉଚ୍ଚତାକୁ ଉଡ଼ିବାକୁ ଟିକିଏ ଧୈର୍ଯ୍ୟ ଆବଶ୍ୟକ, କାରଣ ଯେଉଁ ପକ୍ଷୀମାନେ ଚିନ୍ତା ନ କରି ଉଡ଼ିଯାଆନ୍ତି ସେମାନେ ପ୍ରାୟତଃ ରାସ୍ତା ହରାଇଥାନ୍ତି। ମନେ ରଖନ୍ତୁ, ଯେଉଁ ଜିନିଷ ଗୁଡ଼ିକ ଶୀଘ୍ର ମିଳେ ତାହା ଅଧିକ ଦିନ ସ୍ଥାୟୀ ହୁଏ ନାହିଁ ଏବଂ ଯେଉଁ ଜିନିଷ ଗୁଡ଼ିକ ବିଳମ୍ବରେ ମିଳେ ତାହା ଜୀବନ ପାଇଁ ସହାୟକ ହୋଇଯାଏ। ଶତ୍ରୁର ଲୁହା ଗରମ ହୋଇପାରେ, କିନ୍ତୁ ଯଦି ତାହାକୁ ଆଘାତ କରୁଥିବା ହାତୁଡ଼ି ଥଣ୍ଡା ନୁହେଁ, ତେବେ ତାହା ଲୁହାର ଆକୃତିକୁ ଦେଇପାରିବ ନାହିଁ। ଏହା ହେଉଛି ସଂଯମର ପ୍ରକୃତ ପରିଭାଷା। କେବଳ ଶକ୍ତି ନୁହେଁ, ବରଂ ସମୟ ଏବଂ ବୁଝାମଣାର ଏକ ସନ୍ତୁଳନ। ଯେଉଁମାନେ ଆଜି ଆପଣଙ୍କ ଦୁଃଖରେ ହସୁଛନ୍ତି, କାଲି ସେମାନଙ୍କର ହସ ଫିକା ହୋଇଯିବ। ସମୟ ଉତ୍ତର ଦିଏ, କିନ୍ତୁ ନୀରବ ରହେ। ଏହି ନୀରବତା ହିଁ ସବୁଠାରୁ ଜୋରରେ ଶବ୍ଦ କରେ। ଯଦି କେହି ଆପଣଙ୍କୁ ଆଘାତ ଦେଇଛି, ତେବେ ଧୈର୍ଯ୍ୟ ରଖନ୍ତୁ। ସମୟ ତାଙ୍କଠାରୁ ଉତ୍ତର ନେବ ଏବଂ ଆପଣଙ୍କୁ ମୁଣ୍ଡ ନୁଆଇବାକୁ ପଡ଼ିବ ନାହିଁ। ତ୍ୱରିତ ପଦକ୍ଷେପ, ଶପଥ ଏବଂ କଲମ ତିନୋଟି ଜୀବନରେ ଗଭୀର କ୍ଷତ ଛାଡ଼ିଯାଏ। ତେଣୁ ଧୈର୍ଯ୍ୟ ରଖନ୍ତୁ। ଯାହାଦ୍ୱାରା ନିଷ୍ପତ୍ତି ହୁଏ, ଭବିଷ୍ୟତ ସୃଷ୍ଟି ହୋଇପାରିବ। ରଖିବା ଯୋଗ୍ୟ ଜିନିଷ ପାଇଁ ଏକ ମୂଲ୍ୟ ଦେବାକୁ ପଡ଼ିଥାଏ ଏବଂ ସେହି ମୂଲ୍ୟ ଟଙ୍କା ନୁହେଁ, ତାହା ହେଉଛି ଆତ୍ମତ୍ୟାଗ, ପ୍ରେମ, ଶ୍ରମ ଏବଂ ଧୈର୍ଯ୍ୟ। ପ୍ରକୃତ ସେବାର ସୁନା ହେଉଛି ଯାହା ମୂଲ୍ୟ ଦେଇ ତିଆରି ହୁଏ, ପ୍ରତିଶ୍ରୁତି ଦେଇ ନୁହେଁ। ଯଦି ଆପଣ କ୍ରୋଧର ଏକ ମୁହୂର୍ତ୍ତରେ ଧୈର୍ଯ୍ୟବାନ ରହିପାରିବେ, ତେବେ ଆପଣ ଜୀବନରେ ହଜାର ହଜାର ଦୁଃଖକୁ ଏଡ଼ାଇ ପାରିବେ। ଏହା କ'ଣ କ୍ଷତିକାରକ ଚୁକ୍ତି? ଧୈର୍ଯ୍ୟ ଏବଂ କଠିନ ପରିଶ୍ରମ ଦ୍ୱାରା ଯାହା ସମ୍ଭବ, ତାହା ଶକ୍ତି ଏବଂ ଗତିରେ କେବେ ହାସଲ କରାଯାଇପାରିବ ନାହିଁ। କିନ୍ତୁ ଏଥିପାଇଁ ଆତ୍ମାର ଗଭୀରତା, ମନର ସ୍ଥିରତା ଏବଂ ଚିନ୍ତାଧାରାର ଉଚ୍ଚତା ଆବଶ୍ୟକ। ଏବଂ ଏସବୁ ସେତେବେଳେ ସମ୍ଭବ ଯେତେବେଳେ ଆମେ ଆମର ଅନ୍ତରର ସ୍ୱର ଶୁଣିବାକୁ ଶିଖିବା। ଶାନ୍ତ ଏବଂ ଗମ୍ଭୀର ଲୋକମାନେ କେବେ ରାଗିଯାଆନ୍ତି ନାହିଁ। ସେମାନେ ନିଆଁରେ ଜଳନ୍ତି, କିନ୍ତୁ ଧୂଆଁରେ ହଜିଯାଆନ୍ତି ନାହିଁ। ତାଙ୍କ ଆତ୍ମା ଶାନ୍ତିର ନଦୀ ପରି, ଯାହା ପ୍ରତ୍ୟେକ ଝଡ଼ରେ ମଧ୍ୟ ପ୍ରବାହିତ ହୋଇଥାଏ। ସୌନ୍ଦର୍ଯ୍ୟ ଅପେକ୍ଷା ଧୈର୍ଯ୍ୟ ଶ୍ରେଷ୍ଠ, କାରଣ ସୌନ୍ଦର୍ଯ୍ୟ ଆଖିକୁ ଆକର୍ଷିତ କରେ, କିନ୍ତୁ ଧୈର୍ଯ୍ୟ ଆତ୍ମାକୁ ସ୍ପର୍ଶ କରେ। ସହନଶୀଳତା ଶକ୍ତି ନୁହେଁ, ବରଂ ଶକ୍ତିର ଏକ ଲକ୍ଷଣ ଏବଂ ଅଧୈର୍ଯ୍ୟ ଶକ୍ତିର ସବୁଠାରୁ ବଡ଼ ବିନାଶକ। ପ୍ରକୃତ ସାହସ ଖଣ୍ଡା ଉଠାଇବାରେ ନୁହେଁ, ଧୈର୍ଯ୍ୟ ରଖିବାରେ ଅଛି। ଯିଏ ଲଢ଼ିପାରେ ସେ ଜଣେ ଯୋଦ୍ଧା, କିନ୍ତୁ ଯିଏ ସହ୍ୟ କରିପାରେ ସେ ଜଣେ ଜ୍ଞାନୀ ଅଟେ। ଯଦି ଆପଣ କୌଣସି କାର୍ଯ୍ୟରେ ସଫଳତା ଚାହୁଁଛନ୍ତି, ତେବେ ପ୍ରଥମେ ଧୈର୍ଯ୍ୟ ବଜାୟ ରଖିବା ଶିଖନ୍ତୁ। ଧୈର୍ଯ୍ୟ ହେଉଛି ସେହି ଚାବି ଯାହା ପ୍ରତ୍ୟେକ ବନ୍ଦ ଦ୍ୱାରକୁ ଖୋଲିପାରେ। ସମୟ ସହିତ ସବୁକିଛି ବଦଳିଯାଏ, କିନ୍ତୁ ଯାହା ପରିବର୍ତ୍ତନ ହୁଏ ନାହିଁ ତାହା ହେଉଛି ଧୈର୍ଯ୍ୟର ଗୁରୁତ୍ୱ। ଧୈର୍ଯ୍ୟର ଫଳ ନିଶ୍ଚିତ ଭାବରେ ବିଳମ୍ବରେ ମିଳିଥାଏ, କିନ୍ତୁ ଯେତେବେଳେ ଏହା ପ୍ରାପ୍ତ ହୁଏ, ତାହା କେବଳ ଫଳ ନୁହେଁ, ତାହା ଏକ ସମ୍ପୂର୍ଣ୍ଣ ଉଦ୍ୟାନ ଯେଉଁଥିରେ ଆତ୍ମା ଶାନ୍ତି ପାଇଥାଏ। କେତେବେଳେ ଭାବନ୍ତୁ ଯେ ପରମେଶ୍ୱର ଆପଣଙ୍କର
ସମସ୍ତ ଦୋଷ, ସମସ୍ତ ଭୁଲ, ସମସ୍ତ ଅପୂର୍ଣ୍ଣ ପ୍ରାର୍ଥନାକୁ କେତେ ଧୈର୍ଯ୍ୟର ସହିତ ସହ୍ୟ କରିଛନ୍ତି। ତେବେ ଆମ ଜୀବନର କିଛି ସମସ୍ୟା ପ୍ରତି ଆମେ ଟିକିଏ ଧୈର୍ଯ୍ୟ ରଖିପାରିବା ନାହିଁ କାହିଁକି? ଜୀବନର ସବୁଠାରୁ କଷ୍ଟକର ପରୀକ୍ଷା ଅନ୍ୟମାନଙ୍କ ସହିତ ଲଢ଼ିବା ନୁହେଁ, ବରଂ ନିଜ ଭିତରେ ଲଢ଼ିବା। ଏବଂ ସେହି ଯୁଦ୍ଧରେ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଧୈର୍ଯ୍ୟ। ଯେଉଁ ବ୍ୟକ୍ତି ପ୍ରତ୍ୟେକ ପରିସ୍ଥିତିରେ ନିଜ ପ୍ରତି ଧୈର୍ଯ୍ୟବାନ ରହେ, ସେ ଜଗତର ସବୁକିଛିର ମାଲିକ ହୋଇପାରିବ। ତେଣୁ ଦର୍ଶକ ବନ୍ଧୁ, ଯଦି ଏହି ବିଚାରଧାରାଗୁଡ଼ିକ ଆପଣଙ୍କୁ ପସନ୍ଦ ଆସିଛି, ତେବେ ଭିଡ଼ିଓକୁ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭବିଷ୍ୟତରେ ଏମିତି ନୂଆ ନୂଆ ବିଚାରଧାରା ଶୁଣିବା ପାଇଁ ବେଲ୍ ଆଇକନ୍କୁ ଅନ୍ କରିଦିଅନ୍ତୁ। ରହୁଛି ଦର୍ଶକ ବନ୍ଧୁ, ପୁଣି ଦେଖାହେବ ଏକ ପରବର୍ତ୍ତୀ ଭିଡ଼ିଓରେ ଏକ ନୂଆ ଚିନ୍ତାଧାରାକୁ ନେଇ। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। କମେଣ୍ଟରେ ଲେଖନ୍ତୁ ଜୟ ଶ୍ରୀକୃଷ୍ଣ, ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ, ଜୟ ଜଗନ୍ନାଥ।